ଶିଶୁ ଅନନ୍ତଙ୍କୁ ପ୍ରଭୁ ବିଶ୍ୱବନ୍ଦ ଜଗନ୍ନାଥଙ୍କୁ ରଘୁନାଥଙ୍କୁ ମା କଟକଚଣ୍ଡୀଙ୍କୁ ଗଡ଼ଗଡ଼େଶ୍ୱରଙ୍କୁ ସମସ୍ତଙ୍କୁ ଗୋଟିଏ ରୂପରେ ପ୍ରଣାମ ନିବେଦନ କରୁଛି। ଏଠି ଯେଉଁମାନେ ବସିଛନ୍ତି ସଂଘର ଆଶ୍ରିତ ହୁଅନ୍ତୁ ବା ନ ହୁଅନ୍ତୁ, ଯେଉଁମାନେ ଏଠି ଅଛନ୍ତି, ଯେଉଁମାନେ ଏଠି ନାହାନ୍ତି, ସମସ୍ତଙ୍କ ଭିତରେ ଯେଉଁ ଅଜ୍ଞାନତା ରହିଛି ସେ ଅଜ୍ଞାନତା ଦୂରୀଭୂତ ହଉ, ସମସ୍ତେ ଜ୍ଞାନର ଆଲୋକ ପ୍ରାପ୍ତ ହୁଅନ୍ତୁ, ଏତିକି ବଳିଆ ପ୍ରାର୍ଥନା କରୁଛୁ। କଟକର ଏହି ସଂଘକୁ ମୁଁ ଆସିବା ପାଇଁ ମୋର ସବୁବେଳେ ଇଚ୍ଛା ଥାଏ, କାରଣ ମୋର ବାଲ୍ୟ ଜୀବନର କିଛି ଅଂଶ ଏହି କଟକ ସହରରେ ଯାଇଛି। କଟକ ସହରରେ ପାଠ ବି ପଢ଼ିଛି, ଏହି କଟକ ସହରରେ ଜନ୍ମ ମଧ୍ୟ ହେଇଛି। ତେଣୁ ମୋର କଟକ ପ୍ରତି ଗୋଟେ ସ୍ୱତନ୍ତ୍ର ଭଲ ପାଇବା ରହିଛି। ଭଲ ପାଇବା ଥିଲେ ବି ସିଏ ବହୁ କାର୍ଯ୍ୟକ୍ରମ ଭିତରେ ଲୋକମାନଙ୍କର ବିଭିନ୍ନ ଶ୍ରଦ୍ଧାର ନିମନ୍ତ୍ରଣକୁ ରକ୍ଷା କରି ମୁଁ ଅନେକ ସମୟରେ ସମୟ ପାଏନି, ଆସି ହୁଏନି, ଆସିବାକୁ ଇଚ୍ଛା ଥିଲେ ବି ହୁଏନି। ତେବେ ପବିତ୍ର କଟକ ସହରରେ କଟକ ସଂଘର ଭକ୍ତମାନେ ଏକତ୍ରିତ ହେଇ ଏଇ ଯେଉଁ ଆଶ୍ରମଟିକୁ ଗଢ଼ିଛନ୍ତି, ଇଏ ଗୋଟେ ଛୋଟିଆ କଥା ବୋଲି ଭାବିଲେ ହେବନି। ଆମେ କହିବା ଏଇଟା ଗୋଟେ ଛୋଟିଆ କଥା, ଗୋଟେ ଘରଟ ହେଇଛି, ଆଉ କ'ଣ, ମନ୍ଦିର ହେଇଥିଲେ ଭଲ ହେଇଥାନ୍ତା, ଗୋଟେ ଘର ହେଇଛି ଆଉ। କିନ୍ତୁ ପ୍ରକୃତରେ ଏସବୁ ଛୋଟ କଥା ନୁହେଁ। ଇଏ ହେଉଛି ବିଶ୍ୱର ସବୁଠାରୁ ବଡ଼ କଥା। ଯେଉଁଠି ସତ୍ସଙ୍ଗ ହୁଏ, ଭଗବାନଙ୍କର ନାମ କୀର୍ତ୍ତନ ହୁଏ, ଯେଉଁଠି ଆମେ ଏକତ୍ରିତ ହେଇ ବସି ମନ ଖୋଲା କଥାବାର୍ତ୍ତା ହେଇପାରୁ, ସେସବୁ ସ୍ଥାନ ହେଉଛି ବୈକୁଣ୍ଠ ସହିତ ସମାନ। ସ୍ୱର୍ଗ କୋଉଠି ଗୋଟେ ଅଛି, ଆମେ ବି ଶୁଣିଛୁ, ଆପଣମାନେ ବି ଶୁଣିଥିବେ, କିନ୍ତୁ ସେ ସ୍ୱର୍ଗଟା କୋଉଠି ତାକୁ କେହି ଏପର୍ଯ୍ୟନ୍ତ ସ୍ଥିର କରି କହିପାରି ନାହାନ୍ତି। ସ୍ୱର୍ଗଟା କୋଉଠି? ପ୍ରକୃତରେ ମୋ ମତରେ ସ୍ୱର୍ଗ ସେଇଠି ଯେଉଁଠି ପରସ୍ପର ପ୍ରତି ସରାଗ ରହିଛି,
ସେ ତା ଜୀବନରେ ସେ ଭୋଗ କରେ, ସ୍ୱର୍ଗ ବି ଭୋଗ କରେ, ନର୍କ ବି ଭୋଗ କରେ। ଆମେ ଯଦି ଗୋଟେ ଭଲ ପରିବେଶ ସୃଷ୍ଟି କରିବା, ସେଇ ଗୋଟେ ସ୍ୱର୍ଗ ହେଇଗଲା। ଯେଉଁ ପରିବେଶରେ ପରସ୍ପର ପ୍ରତି ଭଲ ପାଇବା, ମାନେ ସବୁକିଛି ବାର୍ତ୍ତାଳାପ ବ୍ୟବହାର ଯେଉଁଠି ଆମେ ଠିକ୍ ଭାବରେ ପାଇବା, ସେ ହେଉଛି ସ୍ୱର୍ଗ। ଯେଉଁଠି ଶୃଙ୍ଖଳା ବିହୀନ ଆଉ ଶୃଙ୍ଖଳା ନାହିଁ, ସଂଯମତା ନାହିଁ, ପରସ୍ପର ପ୍ରତି ଭଲ ପାଇବା ନାହିଁ, ସେ କେବେ ସ୍ୱର୍ଗ ହେବ ନାହିଁ, ସେ ସବୁବେଳେ ନର୍କ ହେଇକି। ତେଣୁ ସେଇଥିପାଇଁ କୁହାଗଲା ସ୍ୱର୍ଗ ନରକ ବେନି ବାଣୀ, ମୁଁ ଏହା ଏକ ଧର୍ମେ ଯାଏ। ଆଉ ଗୋଟେ ପଦରେ କହିଲେ, ଯାହାର ସ୍ୱର୍ଗ ସୁଖ ନାହିଁ ନରକରେ ପଡ଼ିବ ବା କାହିଁ? ଯାହାର ସ୍ୱର୍ଗ ସୁଖ ବାଞ୍ଛା ସେ କରେ, ମୋର ସ୍ୱର୍ଗ ଦରକାର। ଯିଏ ଜୀବନରେ ସ୍ୱର୍ଗକୁ ଇଚ୍ଛା କରେ, ମୁଁ କେମିତି ସ୍ୱର୍ଗକୁ ପାଇବି, ସେ ସ୍ୱର୍ଗ ତ ପାଏନି, ସେ ନର୍କକୁ। ଆପଣ ଜାଣିଥିବେ ଉପନିଷଦର ନଚିକେତାଙ୍କର କଥା। ନଚିକେତା ଆଶ୍ରମ ପ୍ରାଙ୍ଗଣରେ ବସି ଦେଖୁଛନ୍ତି, ତାଙ୍କ ବାପା ଗୋଟେ ବହୁତ ବଡ଼ ଯଜ୍ଞ କରିଛନ୍ତି ଏବଂ ସେ ଯଜ୍ଞରେ ସେ ବ୍ରାହ୍ମଣ ମାନଙ୍କୁ ଗୋ ଦାନ କରିଛନ୍ତି। ଅନେକ ବ୍ରାହ୍ମଣ ମାନେ ଗୋଦାନ ପାଇକରି ବହୁତ ଖୁସି ହେଇପାରୁଛନ୍ତି। ନଚିକେତା ବାପାଙ୍କର ଏଇ କାର୍ଯ୍ୟଟିକୁ ଦେଖି ସେ ମଧ୍ୟ ଖୁସି ହେଉଛନ୍ତି। ଶେଷକୁ ମାନେ ଗାଈ ବା ଗୋମାତା ଆଉ ସେ ଆଶ୍ରମରେ ରହିଲେନି, କେହି ଆଉ ନାହାନ୍ତି, କିନ୍ତୁ ନବା ପାଇଁ ଅନେକ ବ୍ରାହ୍ମଣ ମାନେ ବା ଗରିବ ପ୍ରଜାମାନେ ଆସ। ତାଙ୍କୁ କ'ଣ ଦିଆଯିବ, ଏ ଗୋଟେ ଚିନ୍ତାର ବିଷୟ। ଶୂନ୍ୟ ହସ୍ତରେ ଫେରେଇ ଦେଲେ ମହାପାପ। ତେଣୁ ସେ ଏ ଯୋଉ ରୋଗଣିଆ ଗାଈ, ବୁଢ଼ା ଗାଈ, ଯୋଉମାନଙ୍କର ଆୟୁଷ ଗଲାଣି, ଏମିତିଆ ଗାଈ ଗୁଡ଼ିକୁ ସେ ବ୍ରାହ୍ମଣ ମାନଙ୍କୁ ଦେଲା। ଏଇ କଥାଟା ନଚିକେତାଙ୍କୁ ବହୁତ ବାଧିଲା। ବାପା ହେଲେ ମଧ୍ୟ ବାପାଙ୍କର ଏତାଦୃଶ କାର୍ଯ୍ୟକୁ ସେ ଗ୍ରହଣ କରିପାରିଲେ ନାହିଁ। ସେ ଶେଷରେ ବାପାଙ୍କୁ ଯାଇକିରି ଆଉ ଧମକେଇକିରି କହିବେନି, ସେ ବାପାଙ୍କ ପାଖରେ ପହଞ୍ଚି ବାପାଙ୍କୁ ପ୍ରଣାମ କରି ଶେଷରେ ସେ ବାପାଙ୍କୁ କହିଲେ ଯେ ଆପଣ ତ ବହୁ ବ୍ରାହ୍ମଣ ମାନଙ୍କୁ ବହୁ ଗୋମାତା ଦାନ କଲେ, ଅନ୍ନ ବସ୍ତ୍ର ସ୍ୱର୍ଣ୍ଣ ସବୁ ଦାନ କଲେ, ମତେ କାହାକୁ ଦାନ କଲେ? ଆପଣ ତ ଗାଈ ମାନଙ୍କୁ ଦାନ କଲେ,
ଆଶ୍ରମରେ ଯାହା ଶୁଣା ଥିଲା ତାକୁ ବି ଧ୍ୟାନ କଲେ। ତେବେ ଆପଣ ମତେ କାହାକୁ ଜାଣିବେ? ବାପା ତାଙ୍କର ଟିକେ କାର୍ଯ୍ୟ ବ୍ୟସ୍ତତା ଥିବାରୁ ତାର ଉତ୍ତର ସେ ଦେଲେ। ସେ ଉତ୍ତର ଦେଲେନି, କିନ୍ତୁ ନଚିକେତା ବାପାଙ୍କ ପଛେ ପଛେ ଚାଲିଛି ଏବଂ ଏଇ ଗୋଟିଏ କଥା ସେ ବାପାଙ୍କୁ ନିବେଦନ କରୁଛି, ପିତାଶ୍ରୀ ଆପଣ ସବୁ ଦାନ କଲେ, ମତେ କାହାକୁ ଦାନ? ତାହେଲେ ଆପଣ ଜାଣିଛନ୍ତି ଲୋକମାନଙ୍କର ଏ ଭାଷା, ଶାସ୍ତ୍ରରେ କ'ଣ ସବୁ କଥା ଲେଖା ଅଛି, ଲୋକମାନଙ୍କ ଭାଷାକୁ ମଧ୍ୟ ଆମକୁ ବୁଝିବାକୁ ଲୋକ ଭାଷାରେ କୁହାଯାଏ, ପୁତ୍ରକୁ କୁହାଯାଏ ଇଏ ହଉଛି ସମ୍ପତ୍ତି, ବାପର ସମ୍ପତ୍ତି ହଉଛି ବାପର ରତ୍ନ ହଉଛି କନ୍ୟା, ଏମିତି ସବୁ କୁହାଯାଏ। ପୁତ୍ର ସେ ପିତାଙ୍କୁ ଉଦ୍ଧାର କରେ। ପିତା ଯଦି ତାଙ୍କର ଭୁଲ କାମ କରି ନର୍କଗାମୀ ହେଇଥିବେ, ନର୍କକୁ ଯିବା ପାଇଁ ତାଙ୍କର ସବୁ ବ୍ୟବସ୍ଥା ହେଇଛି ବୋଲି ଜାଣିଲେ, ପୁତ୍ର ଯଦି ଚାହିଁବ ସେ ବାପାଙ୍କୁ ନର୍କରୁ ବୁଲେଇ ଆଣିବ। ସେ ଏମିତି କାର୍ଯ୍ୟ କରିବ ଯେ ବାପାର ସେ ନର୍କ ଦଶାଟା ବି କରେ। ଆଜିକାଲି ବି ସେମିତି ପୁଅ ଅଛନ୍ତି। ଆମେ ଯୋଉ ଭାବୁଛୁ ଆମ ସମାଜରେ ଆଉ ସବୁଗୁଡ଼ାକ ବୁଡ଼ିଗଲା, ନା, ଏମିତି ବି ପୁତ୍ର କନ୍ୟା ଏମିତି ସବୁ ଅନେକ ବ୍ୟକ୍ତି ଆଜି ମଧ୍ୟ ସମାଜରେ ଅଛନ୍ତି। ଆମେ ରାମାୟଣର ଶ୍ରବଣ କୁମାରଙ୍କ କଥା କହୁଛୁ, କିନ୍ତୁ ଆଜି ବି ଏଇ ସମାଜରେ ଅନେକ ଶ୍ରବଣ କୁମାର ମାନେ ଅଛନ୍ତି। ନାହାନ୍ତି ବୋଲି କଥା ନାହିଁ, ସତ୍ୟ କେବେ ବୁଡ଼ିଯାଏ ନା। ସତ୍ୟର ସ୍ୱରୂପ ଏତେ କଠିନ, ତାକୁ ଘୁରେଇବା ବା ତାକୁ ଭସେଇବା ଏତେ ସହଜ ନୁହେଁ। ଆପଣ ଦେଖନ୍ତୁ ମା ସୀତା କଥା ଆପଣମାନେ ସମସ୍ତେ ଉଣା ଅଧିକ ଜାଣିବେ। ସୀତାଙ୍କର ଜନ୍ମ ଗୋଟେ ଚାଷ କିଆରୀ, ମାନେ ଗୋଟେ ଯଜ୍ଞ ଭୂମିକି ସେ କର୍ଷଣ କରୁଥିଲେ ରାଜା ଜନକ ଅଙ୍କୁରାରୋପଣ ପାଇଁ। সেই ଭୂମିରେ ସେ ଦେଖିଲେ ଯେ ଝିଅଟିଏ କାନ୍ଦୁଛି। ଇଏ ଯୋଉ ମଞ୍ଚୁସା ଭିତରେ ଝିଅ ଥିଲେ, ସେ ପୁଣି ମାଟି ଭିତରେ କାଳେ ପୋତା ହେଇକିରି ଥିଲେ। ଜନକ ଲଙ୍ଗଳ ବୁଲୁ ବୁଲୁ ସେ ବେତରା କୋଉଥିରେ ସୀତା ଥିଲେ, ସେଠି ଯାଇକିରି ସେ ଲଙ୍ଗଳ ସେଆର କ'ଣ କାଟିଲା। ଇଏ ସବୁ କଥା ଗୁଡ଼ାକ ବଢ଼ିଆ ଭାବିକୁ ଚିନ୍ତା ବି କରେନି କି କାହାକୁ କରେ। ଯୋଉଠି କିଛି କହିଛି ସେଠି ମଧ୍ୟ କିଛି ଲୋକଙ୍କର ସମାଲୋଚନା ବି ହେଇଛି। ବାବା ସୀତାଙ୍କୁ ଗୋଟେ କ୍ଷୁଦ୍ର ଭାବରେ ଭାବୁଛୁ। ତେବେ ଛାଡ଼ନ୍ତୁ, ଏ ଯୋଉ କଥାଟି ଜଣେ ଜନ୍ମ ହେଲା ଗୋଟେ ମାଟି ଗୋଟେ ବିଲୁ, ମାନେ ଗୋଟେ ଧାନ କେନ୍ଦ୍ର, ସେଇଠୁ ତାଙ୍କ ଜୀବନ ଆରମ୍ଭ ହେଇଛି। ଧରନ୍ତୁ ଆପଣ ଦେଖନ୍ତୁ ଜଙ୍ଗଲ ପର୍ଯ୍ୟନ୍ତ, ସେଥିରେ ଜଙ୍ଗଲକୁ ବି ଗଲେ ଦିନେ ଓଳିଏ ପାଇଁ ନୁହଁ, ମାନେ 14 ସଂଖ୍ୟା ଆସିଛି। 14 କହିଲେ ମୁଁ ଜମା ବର୍ଷ ବୋଲି ଭାବେନି।
ଚଉଦ କହିଲେ ଚାରୋଟି ଦର୍ଶନକୁ ଆମେ ଚଉଦ ବୋଲି କହିପାରିବା। ଆମର ଜଗନ୍ନାଥ ମହାପ୍ରଭୁ କୋଉଠି ଅଛନ୍ତି? ସିଏ ମଧ୍ୟ ସେଇ 14 ରୂପରେ ଅଛନ୍ତି। 14 ହେଉଛି ଗୋଟେ ଦିବ୍ୟ ସ୍ୱରୂପ। ସେ ଦିବ୍ୟ ସ୍ୱରୂପଟି ହେଉଛନ୍ତି ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା, ସୁଦର୍ଶନ। ଏଇ 4 ଅକ୍ଷରିଆ ଦର୍ଶନ ହେଉଛି ଧର୍ମ, ଅର୍ଥ, କାମ, ସତ୍ୟ, ଶାନ୍ତି, ଦୟା। ତେଣୁ 14ଟି ହେଉଛି ଗୋଟେ, ଆଉ ଗୋଟେ 14ର ତତ୍ତ୍ୱ ଅଛି। ଆପଣମାନେ ଯେଉଁମାନେ ବସିଛନ୍ତି, ଆପଣ ଯାଇକରି ଘରେ ଆଜି ଆପଣଙ୍କ ହାତରେ ଆପଣଙ୍କ ଦେହକୁ ମୁଣ୍ଡ ଠାରୁ ଗୋଡ଼ ଯାକେ ମାପିବେ। ସେ କେତେ ହବ? ଇଏ ଛୋଟ ମଣିଷଟିଏ ହେଇଥାଉ, ଗୋଟେ ଡେଙ୍ଗା ମଣିଷଟିଏ ହେଇଥାଉ, ସମସ୍ତଙ୍କ ହାତରେ ସମସ୍ତେ 84 ଆଙ୍ଗୁଳ ବା ତାକୁ ପୁରୁଣା ଭାଷା 14 ପା। ଆଉ ସଂଖ୍ୟାରେ ବୁଝିଲେ 3 ହାତ ଅଧିକ। ତେଣୁ ଏଇ ହେଉଛି 14। ଏବେ 14 ଦିନ ହଉ, 14 ମାସ ହଉ, 14 ବର୍ଷ ହଉ, ଜଣେ ନାରୀ ଇଏ କଣ ଆଜିକାଲିର ଜୋତା ପିନ୍ଧିକିରି ମତ ସବୁ ଏଇ ଜୋତା ପିନ୍ଧିକି ଜଙ୍ଗଲକୁ ଯାଇଥିଲେ ନା ପାଦୁକା ପିନ୍ଧିକି ଜଙ୍ଗଲକୁ ଯାଇଥିଲେ? ସିଏ ଯାଇଥିଲେ ସ୍ୱାମୀ ଆଉ ଦେବର ବା ଲକ୍ଷ୍ମଣଙ୍କର ସେବା ପାଇଁ ଯାଇଥିଲେ। ସେ କିଛି ରୋଷେଇବାସ ହଉନଥିଲା। ସେଇ ଯେଉଁ ଫଳମୂଳ ସେ ସଂଗ୍ରହ କରି ଆଣୁଥିଲେ, ତାକୁ ସେ ପରିଷ୍କାର ପରିଚ୍ଛନ୍ନ କରି କାଟିକିରି ଦେବ। ଇଏ ଗୋଟେ ସତ୍ ଗୃହିଣୀଙ୍କର ଗୋଟେ ସବୁଠାରୁ ଭଲ କାମ। ଆଚ୍ଛା, ତାଙ୍କ ଜୀବନଟା ଗଲା ମାଟି ଉପରେ ଜନ୍ମ ହେଲେ, ତାଙ୍କ ଜୀବନଟା ଅଯୋଧ୍ୟାରେ କିଛି ଦିନ ରହିଲେ, ତାପରେ ସେ ଗଲେ ଜଙ୍ଗଲ। ଏଇଭଳିଆ ଗୋଟେ ଜୀବନ ହେଉଛି ମା ଜାନକୀଙ୍କର। ଜଙ୍ଗଲକୁ ଗଲେ, ଜଙ୍ଗଲରୁ ପୁଣି ତାକୁ ରାବଣ ନେଇଗଲା ଲଙ୍କା। ସ୍ୱାମୀଙ୍କୁ ଛାଡ଼ି, ଲକ୍ଷ୍ମଣଙ୍କୁ ଛାଡ଼ି, ରାଜପ୍ରାସାଦକୁ ଛାଡ଼ି ସିଏ ବର୍ତ୍ତମାନ ଲଙ୍କାକୁ ଗଲେ। ଲଙ୍କାରେ ଯାଇକି କୋଉ କୋଠାବାଡ଼ି ଭିତରେ ରହିଲେ ତା ବି ନୁହଁ। ସେ ରହିଲେ କୋଉଠି? ସିଏ ଆଉ ଗୋଟେ କୃତ୍ରିମ ଜଙ୍ଗଲରେ, ଅଶୋକ କାନନରେ ରହେ, ଯେଉଁଠି ଅଶୋକ ଗଛ ଗୁଡ଼ିକ ବହୁତ ଅଛି, ସେଇଠି ସୀତାଙ୍କୁ ରାବଣ। ସେ କଣ ଖାଉଥିଲେ, କଣ ତାଙ୍କୁ କିଏ ଖାଇବାକୁ ଦଉଥିଲା, ଏଗୁଡ଼ା କିଛି କୋଉଠି କାହିଁ ଦେଖା ହେଇନି। ସେଇ କଣ ଖାଉଥିଲେ କି କଣ? ଆଚ୍ଛା, ଏଇଟି ଜଣେ ଗୋଟେ ଜୀବନ। ଏଇ ଜୀବନରୁ ଆପଣ ଜାଣିବେ ସ୍ୱର୍ଗଟା କୋଉଠି, ନର୍କଟା କୋଉଠି। ସୀତା ସ୍ୱର୍ଗରେ ଥିଲେ ନା ସୀତା ନର୍କରେ ଥିଲେ? ପୁଣି ସେଇ ସୀତା 14 ବର୍ଷ ପରେ ତାଙ୍କୁ ନେଇକି ଆସିଲେ। ଗୋଟେ ନାଟକ ଚାଲିଲା।
ସେ ସିନ୍ଧୁ ବନ୍ଧଟା ବନ୍ଧ ହେଲା, ରାମେଶ୍ୱର ପ୍ରତିଷ୍ଠା ହେଲେ, କପିମାନେ ବହୁ ବକ୍ରଟାକୃତି କପିମାନେ ସେ ବନ୍ଧକୁ ବାନ୍ଧିଲେ, ଲଙ୍କାକୁ ଗଲେ, ସବୁ ଏମିତି ବିଭିନ୍ନ କଥା ସବୁ ହେଲା। ଶେଷରେ ତାଙ୍କୁ ଲଙ୍କାରୁ ଉଦ୍ଧାର କରି ଆଣିଲେ, ରାଜସିଂହାସନରେ ବସିଲେ। ମାତ୍ର କେଇଟା ଦିନ ଗୋଟେ ବହିଛନ୍ତି, 10-15 ଦିନ କି 8 ଦିନ ବହି। ତାପରେ କ'ଣ ଅଛି? ତାପରେ ରଜପରଦକାରୀଙ୍କର କଜିଆକୁ ରାମ ଶୁଣି, ରାମ ଜଣେ ଅବତାର ପୁରୁଷ, ଏଇ ଗୋଟେ ଛୋଟିଆ କଥାକୁ ଶୁଣିବେ। ତେଣୁ ଇଏ ଛୋଟିଆ କଥାଟାକୁ ଶୁଣି ନିଜର ସହଧର୍ମିଣୀକୁ ସେ ନିର୍ବାସିତ ଦଣ୍ଡରେ ଦଣ୍ଡିତ। ପ୍ରକୃତରେ ବିଚାର କଲେ ସେ ଜମା ନିର୍ବାସିତ କରିନାହାନ୍ତି, କିନ୍ତୁ ଆମେ ତାକୁ ଯଦି ପଢ଼ିବା ଆମେ ଜାଣିବା ଏଇଟା ନିର୍ବାସିତ। ରଜପରଦକାରୀଙ୍କର କଜିଆକୁ ଶୁଣିକିରି ରାମ ଯେତେବେଳେ ଲକ୍ଷ୍ମଣଙ୍କୁ କହିଲେ, ଲକ୍ଷ୍ମଣ ତମେ ଗୋଟେ ଆଦେଶ ଆଜି ମୁଁ ଦେବି, ପାଳନ କରିବ। କ'ଣ ନାହିଁ, ଏଇ କଥାଟା କହିଲେ ସୀତାଙ୍କୁ ରଥରେ ବସେଇ ନେଇ ସେଇ ବୈନିକ ଆଶ୍ରମରେ ଛାଡ଼ିଦେଇକି ଆସିବ। ସେତେବେଳେ ସୀତା ଗର୍ଭାବସ୍ଥାରେ, ତାଙ୍କ ଭିତରେ 2ଟି ଛୁଆ ବି ବଢ଼ିଲେ। ଲକ୍ଷ୍ମଣଙ୍କ ଭଳି, ଲକ୍ଷ୍ମଣ ହେଉଛନ୍ତି ଅନନ୍ତଙ୍କର ଅବତାର। ଇଏ ଅନନ୍ତଙ୍କ ମୁଣ୍ଡ ବିଗିଡ଼ିଗଲା। କି କହିଲେ, କ'ଣ ଭାଇ କହୁଛନ୍ତି ଆପଣ? ଘରୋଇ କଥା ଖାଲି ସବୁବେଳେ ଆପଣ ସାହିତ୍ୟ ସଂସ୍କୃତ ଭିତରେ ଅଛି। ଘରୋଇ କଥା ଦେଖନ୍ତୁ, ଲକ୍ଷ୍ମଣ ଭାଇ କି କହୁଛନ୍ତି, ଭାଇ ଯାହାଙ୍କ ପାଇଁ ଲଙ୍କା ଧ୍ୱଂସ ହେଲା, ରାବଣ ମଲା, ସେତୁବନ୍ଧ ହେଲା, ଏତେ କଥା ହେଇଗଲା, ବାପା ବି ଆମକୁ ବନକୁ ପଠେଇ ସେ ମଧ୍ୟ ପ୍ରାଣ ଦେହ ତ୍ୟାଗ କଲେ। ମାମାନେ ବୈଧବ୍ୟ ଯନ୍ତ୍ରଣାରେ କଷ୍ଟ ପାଇଲେ। ଆଜି ଆପଣ କହୁଛନ୍ତି ଯେ ସେଇ ସୀତାଙ୍କୁ ଭାଉଜଙ୍କୁ ନେଇ ଜଙ୍ଗଲରେ ମୁଁ ଛାଡ଼ିବି, ମୁଁ ଏ କଥା କହିପାରିବି। ମୋର ଏ କଥା ମୁଁ ଭାବିପାରୁନି, କାହିଁକି ଆପଣଙ୍କ ମନରେ ଏତେ ବଡ଼ କଷ୍ଟ ସୃଷ୍ଟି ହେଇଛି। କିନ୍ତୁ ରାମଙ୍କର ଆଦେଶକୁ ସେ ଏଭଳି ଭାବରେ ଗ୍ରହଣ କଲେ, କ'ଣ କହିଥିବେ, ବୁଝେଇଥିବେ କି ଚଟକଣା ମାରିଥିବେ କି? ସେଟା ଆଜିକାଲି ଭାଇ ନୁହେଁ, ଇଏ ଭାଇକି ତାକୁ ଚଟକଣା ମାରିଲେ ସିଏ ତାକୁ ଛୁରୀରେ ଆଣିକି ନିପେଲ। କ'ଣ ଭାଇ ଭାଇ ବୁଝାବୁଝି ହେଲେ ରଥରେ ବସେଇକିରି ସେ ନେଇକିରି ଗଲେ। କିନ୍ତୁ ଯାଉଛନ୍ତି ଲକ୍ଷ୍ମଣ, ଅନନ୍ତ ରୂପୀ ଲକ୍ଷ୍ମଣ। ଏଠି ଯେମିତି ବର୍ତ୍ତମାନ ଗୋପାଳ କହୁଥିଲେ ଯେ ବଳରାମ, ଆଜି ସମସ୍ତେ କୃଷ୍ଣଙ୍କ କଥାରେ ବହୁତ ଗୋଟେ ଯୋଉଠୁ ତାହାକୁ ପଚାରିବ କୃଷ୍ଣଙ୍କ କଥା ସେ ବହୁତ ଗଭୀର, କିନ୍ତୁ ବଳରାମଙ୍କ କଥାରେ କହିଲେ ପାଟି ପାଟ। କିନ୍ତୁ ବଳରାମ ହେଉଛନ୍ତି ଅନନ୍ତ। କୃଷ୍ଣ ଯେତେ ଲୀଳା କରିଛନ୍ତି, ବଳରାମଙ୍କ ବିନା ସେ କୌଣସି ଲୀଳା କରିନାହାନ୍ତି। କି ବଡ଼ ଭାଇ ବଳରାମଙ୍କୁ ନ ପଚାରି ତାଙ୍କ ମନମୁଖୀ ମଧ୍ୟ କୌଣସି ଲୀଳା କରିଥିଲେ। ଏଭଳିକି ମହାଭାରତ ଯୁଦ୍ଧ କଥା। ସେମିତି ଲକ୍ଷ୍ମଣ ଆଜି ଜାନକୀଙ୍କୁ ନେଇକିରି ଯାଉଛନ୍ତି ଜଙ୍ଗଲ ଯାକ।
ଜଙ୍ଗଲରେ ଯାଉଛନ୍ତି, ସେ କ'ଣ ଭାବୁଥିବେ ଏଇଟାକୁ ଆପଣମାନେ ମନେ ମନେ ସବୁ ସ୍ଥିର କଲା। କ'ଣ ସେ ଭାବୁଥିବେ? ମୁଁ ଭାଉଜଙ୍କୁ ଆଜି ଜଙ୍ଗଲରେ ଛାଡ଼ିବି, ପୁଣି ଜଙ୍ଗଲରେ ଛାଡ଼ିବି ବଲ୍ଲୀକ ଆଶ୍ରମ ପାଖରେ। ତାମାନେ ଆଗରୁ କଥା ହେଇଛି ରାମ ବଲ୍ଲୀକ, ଆଗରୁ କଥା ହେଇଯାଇଛି ବଲ୍ଲୀକଙ୍କୁ ରାମ ଡାକିଛନ୍ତି, ବଲ୍ଲୀକ ଆସିଛନ୍ତି, ବଲ୍ଲୀକଙ୍କୁ ସବୁ କଥା କହିଛନ୍ତି। ଯେଉଁ ରାଜ୍ୟ ପାଇଁ ମୁଁ ଅଯୋଧ୍ୟାକୁ ଛାଡ଼ିଲି, ପିତାଙ୍କୁ ହରେଇଲି, ସେଇ ଅଯୋଧ୍ୟାର ପ୍ରଜାମାନେ ଯଦି ଆଜି ଅସନ୍ତୁଷ୍ଟ ବା ସୀତାଙ୍କୁ ଉଦ୍ଧାର କରି ଆଣିବା ପରେ ସେମାନେ ଯଦି ଏ କଥାକୁ ଠିକ୍ ଭାବରେ ଗ୍ରହଣ କରିପାରୁନାହାନ୍ତି, ସେମାନଙ୍କର ଖୁସି ପାଇଁ ମୁଁ ସୀତାଙ୍କୁ ଆପଣଙ୍କ ଆଶ୍ରମ ପାଖରେ। ବଲ୍ଲୀକ କହିଲେ, ପ୍ରଭୁ ମୁଁ ରାମାୟଣ ଲେଖୁଥିଲି, ରାମାୟଣ ମୁଁ ଲେଖୁଥିଲି, ସବୁ କାଣ୍ଡ ସରିଲା। ରାମାୟଣରେ ସବୁ କାଣ୍ଡ ବୋଲି କୁହାଯାଏ। ଆଉ ଗୋଟାଏ କାଣ୍ଡ ଅଛି ଲଙ୍କା କାଣ୍ଡ। ଇଏ ଲଙ୍କା କାଣ୍ଡଟି ମୁଁ ଆଉ ଲେଖିପାରୁନି। କାହିଁ ଲେଖିପାରୁନା? ମୁଁ ଆଉ ଲଙ୍କାରେ ସୀତା ରହିଲେ ରାବଣ ତାକୁ କେମିତି ବ୍ୟବହାର କ'ଣ କଲା ସେ କଥା ମୁଁ କେମିତି କ'ଣ ତାକୁ ସଂଗ୍ରହ କରିବି? ବର୍ତ୍ତମାନ ତ ଲଙ୍କାରେ ଆଉ ରାବଣ ନାହାନ୍ତି କି ରାବଣର ରୋଗ ବି କେହି ନାହାନ୍ତି। ତେଣୁଟାକୁ ବର୍ଣ୍ଣନା କରିପାରୁନି। ରାମ କହିଲେ ସୀତା ଯିବେ ବଲ୍ଲୀକଙ୍କ ତମ ଆଶ୍ରମରେ ରହିବେ, ତମେ ତାଙ୍କୁ ଯାହା ପଚାରିବ ସେ ସବୁ କଥାକୁ ଗୋଟି ଗୋଟି କରି କହିଦେବେ। ସେ ସତ୍ୟର ପ୍ରତୀକ, ସିଏ ହଉଛନ୍ତି ସତୀ ସ୍ୱାଧୀ ନାରୀ, ପତିବ୍ରତା ନାରୀ, ଯାହା ସୌନ୍ଦର୍ଯ୍ୟ ଗୁଣନିତା, ସେ ହଉଛନ୍ତି ସତ୍ୟ। ଯାହା ସୌନ୍ଦର୍ଯ୍ୟ ପତିବ୍ରତା ଗୁଣନିତା, ସା କାମିନୀ କାମୀ। ଇଏ ଯେତେବେଳେ ଏଇ କଥାକୁ ଶୁଣିଲେ, ବଲ୍ଲୀକ ତାଙ୍କର ଯାଇକି ଆଶ୍ରମରେ ତାଙ୍କର ଅପେକ୍ଷା କରିଛନ୍ତି ସୀତା କୋଉଦିନ ଆସିବେ। ଆଉ ଇଏ ଯୋଉ ଲକ୍ଷ୍ମଣକୁ ହାତରେ ପଠେଇଲେ ସୀତାକୁ, ଆପଣ ମାନେ ଚିତ୍ର ଯିଏ ଦେଖୁଛନ୍ତି ଅନନ୍ତଙ୍କର, ଅନନ୍ତ ନାଗ ଶୋଇଛନ୍ତି, ତାଙ୍କର ଶାସ୍ତ୍ରଟି ଘଣା, କିନ୍ତୁ ତାଙ୍କ ପାଦ ପାଖରେ ବସିଛନ୍ତି ଜଗତଜନନୀ ମା ଲକ୍ଷ୍ମୀ, ତାଙ୍କର ପାଦ ସେବା। ଯେମିତି ଜଣା ପଡୁଛି ଜଣେ କାମିକା ଲୋକ କାମ କରି 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 ଏତେ କ୍ଳାନ୍ତ ହେଇଯାଇଛି, ସିଏ ଟିକେ ବିଶ୍ରାମ, ସେଇ ବିଶ୍ରାମ କକ୍ଷରେ ଲକ୍ଷ୍ମୀ ତାଙ୍କୁ ସେବା ଦଉଛନ୍ତି। ସରସ୍ୱତୀ ବୀଣା ବାଦନ କରି ସଙ୍ଗୀତ ସ୍ଥାନରେ ପ୍ରଭୁଙ୍କୁ ଖୁସି ଦଉଛନ୍ତି। ଆପଣ ମାନେ ଆମେ ଗୋଟେ ମାନେ ପ୍ରତ୍ୟକ୍ଷ କଥା କହିବା, ଆମ ମାଟିରେ, ଏଇ ବ୍ରହ୍ମ ମାଟିରେ, ଯେଉଁ ମାଟି ହଉଛି ବ୍ରହ୍ମ, ଉତ୍କଳ ସମଦେଶ ଦେଶ ରାଷ୍ଟ୍ରୀ ମହିତ, ଏଇ ମାଟିରେ ଆମେ ସମସ୍ତେ ଜନ୍ମ ହେଇଛୁ। ଭଗବାନ ଜଗନ୍ନାଥ ମା ଘରକୁ ଯିବେ, ସେଠି 9 ଦିନ ରହିବେ। ମା ଘରକୁ ଯିବେ, 9 ଦିନ ରହିବେ। ତାର ଅନେକ କାରଣ ମଧ୍ୟ ଅଛି। ବିଭିନ୍ନ ପଣ୍ଡିତ ମାନେ ବିଭିନ୍ନ କଥା କହନ୍ତି।
ମୁଁ ଗୋଟେ ଛୋଟିଆ ପଣ୍ଡିତ, ମୁଁ ମୋର ପିଲାଦିନୁ ଗୋଟେ କଥା ସଂଗ୍ରହ କରିଛି। ସେ କଥାଟି ହେଉଛି ଜଗନ୍ନାଥଙ୍କର ଶ୍ରୀମୂର୍ତ୍ତି, ସେ ତିନି ମୂର୍ତ୍ତି ନଥିଲେ, ଗୋଟିଏ ମୂର୍ତ୍ତି ଥିଲେ ଯାହା ହବ। ସେ ମୂର୍ତ୍ତିଟି 9 ଦିନ ପାଇଁ ସେ ଆସିବେ ଗୁଣ୍ଡିଚା ଘରକୁ, ମା ଘରକୁ ଯଜ୍ଞ ବେଦିକି ଆସିବେ। ମା କୋଳର ଏ ମା ହାତ ରନ୍ଧା ଖାଇବେ, ଏମିତି କଥା। ସେଇ 9 ଦିନ ଭିତରେ ଜଗନ୍ନାଥଙ୍କର ଯୋଉ ଚାଳ ଘରଟି ଥିଲା, ମନ୍ଦିର ନଥିଲା। ଯିଏ କହୁଛନ୍ତି କଣ ଆମେ କହିବା, ଚାଳ ଘର ଥିଲା। କାଳିଆ ଠାକୁର ସେଇଠି ଥିଲେ, ପୂଜା କରୁଥିଲେ। ବିଶ୍ୱାବସୁ ସବରକଣ ତାଙ୍କୁ ଯାଏ ଦେଉଳରେ ରଖିଥିଲା। ଆମେ ତ ସବୁବେଳେ ସୁଖ ଚାହୁଁଛି। ଜଗନ୍ନାଥଙ୍କର ପ୍ରଥମ ଜୀବନର ପ୍ରଥମ ପର୍ଯ୍ୟାୟଟା କ'ଣ? ନର୍କ ଭଳିଆ ନା ଆଉ କ'ଣ? କୋଉ ପାହାଡ଼, ନୀଳ ସୁନ୍ଦର ପାହାଡ଼ର କୋଉ ଗୁମ୍ଫାରେ କୋଉଠି ଗୁଡ଼ାକ ଚାଳ ଘରେ ସେ ରହୁଥିଲେ। 9 ଦିନ ପାଇଁ ସେ ପୁଣି ଆସୁଥିଲେ ଗୁଣ୍ଡିଚା ବାଡ଼ିକି। ସେଇ 9 ଦିନ ଭିତରେ ଚାଳ ଘର ଛପର ହଉଥିଲା। ଚାଳ ଘର କି ପତ୍ର ଘର ଛପର ହଉଥିଲା। ପରିଷ୍କାର ହେଇସାରିଲା ପରେ କିନ୍ତୁ ଖବର ଯାଉଥିଲା ବର୍ତ୍ତମାନ ରେଡ଼ି ହେଇଗଲାଣି, କାଳିଆକୁ ଆଣ। କାଳିଆ ଆଉଥିଲେ। ଏଇ ହଉଛି ଗୋଟେ ମଞ୍ଜି କଥା। ये कथा को बहिरे लेखा है, किंतु मो बहिरे लेखा है पिला जानते। कारण एमती एक समय सब मो जीवन में आसी मात्र 14-15 वर्ष बयस कहीकि बाहादुरी अर्जन करने चाहूँगी। अनेक कथा, अतीतर अनेक कथा मोर आपे आपे मन पड़े। मत जमी किए गोटे कहूला तुलसी कथा मोर मन कहले प्रभु आसवे गुंडीचा मंदिर को गाधे जगन्नाथ पुणी ज्वर ज्वर है मैंने आमको ज्वर हो पुणी सेवा करने गोटे चाटी घरे रखे विश्वावसुर पुराणा घर से फलमूल खाइबे औषध पत्र कविराजी औषध सब खाई से सुस्थ तापर आसब नवयौवन बेश तापर जगन्नाथ रथरे आसब यही जो कथाटा ये सत्यता सत्य कौन सत्य होती जगन्नाथ ये ज्वर ठाकुर को हुए नहीं वो मतलब हुए नहीं जार ना धरले जर पड़ाई ये कौन जर करेंगे ये कि पानी ढालु सुगम्य गड़े पानी ढालतु कि हीरा गड़े पानी ढाल ये जर फर किसी नुहे ये को कहुए लीला ये हूँ लीला ये लीला क्या सृष्टि आमरी मानक सृष्टि शहीद गोटे गीत लिखी मुझे बोली पारूनी कंठ खराब सही जाओ बिना दुखरे किए सुख
ଦୁଃଖ ପାଇ ବିନା ନର୍କରୁ କିଏ ସ୍ୱର୍ଗ ପାଇଛି? ମାତୃ ଗର୍ଭରେ ପିଲାଟିଏ ଥିଲା, ବଢୁଥିଲା, ତାକୁ ଯେତେବେଳେ ଆମରି ବାବାଜୀ ଗୋଷ୍ଠୀ କହିଛନ୍ତି, ମୋ ଭଳିଆ ପ୍ରକୃତ ବାବା, ସେମାନେ କହିଛନ୍ତି ମା ପେଟରେ ଛୁଆ କାଳେ ଅଜପା ମନ୍ତ୍ର ଜପ କଲା। ମୁଁ ତ କୋଉ ମାର ଗର୍ଭଣୀ ମାର ନାରୀ ମୁଣ୍ଡରେ କାନ ଦେଇ ଶୁଣିନି, ମୁଁ କାହିଁକି ସେ କଥା ବୁଝିପାରୁନି? ମୋର ମହାପୁରୁଷଙ୍କର କଥା ପ୍ରଥମ ମାସେ ତୁଜେ ହେତୁ ଧବଳ ବର୍ଣ୍ଣ ଦ୍ୱିତୀୟ ମାସେ ତୁଜେ ଜଳେ ଦେଶ ମିନ ତୃତୀୟ ମାସେ ତୋର ଶୂନ୍ୟ ମେଲିଲା ଦାର ଚତୁର୍ଥେ ଅସ୍ଥି ଖଞ୍ଜାପ ହୋଇ। ଆଉ ଏଗୁଡ଼ାକ ଆମେ ଶିଖିଛୁ। ଏଥିରେ ଅଜପା ମନ୍ତ୍ର କିଏ ଜପୁଛି? ସେ ମାତୃଗର୍ଭ ତିଆରି ହଉନା ଅଜପା ମନ୍ତ୍ର ଜପୁଥିଲା। ତାହେଲେ ସେଇ ଅନ୍ଧାର ଘର ଭିତରୁ ସେ ଯେଉଁଦିନ ମର୍ତ୍ତ୍ୟରେ ପଡ଼ିଲା, ସେଇଦିନ ସେ ସ୍ୱର୍ଗକୁ ଲାଭ କଲା। ସ୍ୱର୍ଗକୁ ବି ଦେଖିଲା ତ, ସ୍ୱର୍ଗର ଅମୃତକୁ ପାନ କଲା ଯେତେବେଳେ ସେ ମାତୃ ସ୍ତନରୁ କ୍ଷୀର ଖାଇଲା। ତେଣୁ ଏଇ ହଉଛି ମୃତ୍ୟୁର୍ମାନ ଅମୃତ ଅମର୍ଷ ମାନ। ତେଣୁ କଥା ବହୁତ ବଢି ଯାଉଛି। ତେଣୁ କଣ କରିବି? ତୁ ଆଉ ବିଚାରି ମୋର କହିଦେଇছে ମୋ ସମସ୍ୟା ଦୁନିଆ କଥା। ତେଣୁ କୋଉଠି ଦୁଃଖ କେତେବେଳେ ଆମକୁ ଦୁଃଖଟା କାହାକୁ ଆମେ ଦୁଃଖ ବୋଲି କହିବା? ଦୁଃଖ ବିହୀନ ମଣିଷଟା କୋଉଠି ଅଛି? ସେ ଜାଗାଟା କୋଉଠି? କାଲି ଜଣେ ଆମରି ପିଲା କଥା ପ୍ରସଙ୍ଗରେ ଆମର ହସ ଖୁସିରେ କଥା ହଉ ସେ ଜଣଙ୍କ କଥା କହିଲେ। ସେ କଥାଟି କଣ? ସିଏ ଚାଲିଯିବା ଦିନ ଠାରୁ ମୋର ଆଉ ମୁଣ୍ଡ କାମ ମାନେ ମୋର ଭଗବାନଟା ସେଇ କଥାଟା। ତେଣୁ ସଜ୍ଜନ ପ୍ରକୃତ ସେ ସବୁ ହଉଛି ମଣିଷର ଗୋଟେ ଭାବ ପ୍ରକୃତି। କିଏ ବଞ୍ଚିବ? କିଏ ଦୁନିଆରେ ବଞ୍ଚିକିରି ଅଛି? ଇଏ ଲେଖା ହେଇଛି ଭୀଷ୍ମ କାଳେ ବଞ୍ଚିଛନ୍ତି, ବିଭୀଷଣ ବଞ୍ଚିଛନ୍ତି, ହନୁମାନ ବଞ୍ଚିଛନ୍ତି, ବଳି ବଞ୍ଚିଛନ୍ତି। ସେ କୋଉଠି ବଞ୍ଚିଛନ୍ତି? ମୁଁ ତ ଏପର୍ଯ୍ୟନ୍ତ ବୁଲିକି ଯାଇନି କୋଉଠି। ତାର ଅର୍ଥଟାକୁ ବୁଝିବାକୁ ଗଲେ ଗୋଟେ ଘଣ୍ଟା ସମୟ ଲାଗିବ, କିନ୍ତୁ ବହୁତ ବଢିଆ କଥା। ତାକୁ ଯୋଉମାନେ ଆମଖିଆରୀ ଭଳି କହୁଛନ୍ତି, ରଚନା ଘୋଷିଲା ଭଳିଆ କହୁଛନ୍ତି, କହିଯାଉଛନ୍ତି କାମ କଥା କହିଯାଉଛି। ସେ ସବୁ ସନାତନ ଧର୍ମର ହିନ୍ଦୁ ସଂସ୍କୃତିର ବହୁ ବଢିଆ। ଆପଣମାନେ ହନୁମାନ ଚାଳିଶା ସମସ୍ତେ ଆଜିକାଲି ପଢିବେ। ଇଏ ସେବକଟି ଏଇ ଯୋଉ ପୁଟିଆରେ ବହିଛି, ଏଇ ସେବକଟି ଗୋଟିଏ ହନୁମାନ ଚାଳିଶା ଲେଖିଛି। ତାକୁ କଣ କହୁନଥିବ ସବୁ ପଢିଲେ? ଲେଖା ହେଇଛି ବୋଲି ଯିଏ ଶୁଣିଥିବ ସେ କଣ କହିଲେଣି ଆମ ଘର ଟିକେ ପଢ। ସେ କଥା ସେ ଦାୟିତ୍ୱ ପୁଣି ଆମର ଏଇ ସଙ୍ଗୀତ ଆମର ବିକୁ ବାବୁ ଏଠି ବସିଛନ୍ତି, ତାଙ୍କୁ ଦିଆହେଇଛି। ତମେ ସେ ହନୁମାନ ଚାଳିଶା ବୁଲିକିରି କର। ତେଣୁ ସେଇ ଚାଳିଶାଟାକୁ ପଢିଲେ ତୁମେ ଜାଣିବ ହନୁମାନ କି। ତୁଳସୀଦାସଙ୍କ କଥାକୁ କହୁଛି, ସେ ତ ମହାପୁରୁଷ। ଆମେ କଣ ତାକୁ ଖଣ୍ଡନ କରିବୁ? ଆମ ଭିତରେ ଯୋଉ ଭାବଟା ହଉଛି, ସିଏ ଯଦି ଲେଖିଲେ ବାଲ୍ମୀକି ରାମାୟଣ ପଢିକିରି, ମୋର ତୁଳସୀ ରାମାୟଣ ପଢିକିରି କହିଛି
लेकिन ମୋର କାହିଁ ଦୋଷ ହବ? ଯେଉଁ ନାମ ଧରି ପବନର ସ୍ରୋତ ଦେଇ ସମୁଦ୍ର ଆଣିଲା ସଙ୍ଗେ, ତେଣୁ ସେ ସବୁ ବହୁତ ବଡ଼ କଥା। ତେବେ କଥାଟା ଆମର କୁଆଡ଼େ ହେଲା, କୁଆଡ଼େ ଗଲାଣି ଆଉ। ତେଣୁ ଦୁଃଖ ହିଁ ସୁଖର କାରଣ। ଆଲୋକଟା କିପରି ତାକୁ ଅନୁଭବ ଯିଏ କରାଏ, ସେ କିଏ? ସେ ହେଉଛି ଅନ୍ଧାର। ସେ ହେଉଛି ଅନ୍ଧାର। ଭଗବାନ ନିରାକାର ଅବସ୍ଥାରେ ଥିଲେ, ଶୁଦ୍ଧ ଅନ୍ଧାର, ଟିକେ ବି ଆଲୋକ ନଥିଲା। ଯିଏ ଗପୁଛନ୍ତି ତାଙ୍କ ହାତକୁ ଧରିକିରି ପାଦ ଧରି କହିବ, ବାବୁ ଟିକେ ସେଇ ଜାଗାଟାକୁ ଆମକୁ ନେଇକି ଗଲ। ତେଣୁ ତ ବହୁତ ନିରାକାର ସାକାରକୁ ଚିହ୍ନିଛ, ଭଲ। କିନ୍ତୁ ସେଇ ନିରାକାର ହଉଛନ୍ତି ଏକ ଅନ୍ଧକାର ବଳୟ। ସେଇ ଅନ୍ଧକାର ବଳୟ ଭିତରେ ଗୋଟିଏ ଛୋଟିଆ ଆଲୋକ ଦେଖାଯାଉଛି। ସେଇ ହଉଛନ୍ତି ନିରାକାରଙ୍କର ଜ୍ୟୋତି। ସେଇ ଜ୍ୟୋତି ଏ ସମଗ୍ର ଜଗତକୁ ପରିଚାଳନା କରୁଛି। ଆମ ପିଲାମାନେ ମଧ୍ୟ, ଆପଣମାନେ ହୁଅନ୍ତୁ, ଯେକୌଣସି ଗୁରୁଙ୍କର ଆଶ୍ରିତ ମାନେ ହଉ, କିଏ ଅନେକଙ୍କ ଠାରୁ ଶୁଣିଛି, ଶୋଇଥିବା ସମୟରେ ମଶାରୀ ଭିତରେ ସେ ଆଲୋକଟି ବୁଲେ, ଅନେକଙ୍କର ବିଛଣାରେ ବୁଲେ, ଅନେକ ଆଖି ବୁଜିଦେଲେ ସେ ଆଲୋକଟି ଆସେ। ସେ ଆଲୋକ କିଏ? ସେଇ ପରମାତ୍ମା ନିରାକାରଙ୍କର ଅଂଶ। ତେଣୁ ଏଇସବୁ କଥା, ये कथाटी आमर कहीं कहगला जे दुख जदि नहीं सुख जीवन में आसपाए। से सत्य लुचि जो पत्थर भली मनीष सही पारे, परंतु अहल्या अहल्या कौन प्रकृत पत्थर हो गए। से लिखिदे मरीगले कौ काले लिखिक गले कौन आम ये बस बजिया गले कौन मनीषटा पत्थर हो गला। पत्थर भली से दुख को सही पारे, से सही पारी प्रभु मर्यादा पुरुषोत्तम राम आपको कौन आ जगह मिललानी से पत्थर दिया से पत्थर पुणी एक दिव्य नारी माने आम कथा भितर केते तत्व अच्छी। अहल्या शब्दर अर्थ कौन? अहल्या शब्दर अर्थ कौन? अहल्या आमर बर्तमान ये तल रूम रे अहल्या सब अच्छा। अहल्या शब्दर अर्थ निश्चल आसन दिए करी निर्दिष्ट चक्र को ध्यान करी यदि बसी पार दिने ना दिने तुम्हें स्वरूप सी हूँ प्रकृत स्वरूप। आउ कौन लोक थी से तो अलग कथा। ये हूँ नमस्ते नमस्ते हव विश्वमूर्ते नमस्ते नमस्ते गणपति नमस्ते नमस्ते ज्ञान गम्यज्योति प्रणमामि नमस्ते। तेणु दिव्यत्व को पाइबा को हेले दुख आ सुख को दीटा को नहीं जावाई पड़ो।
ଆମ ଗୀତା ଆମକୁ ବୁଝେଇଛନ୍ତି ଦୁଃଖେଷୁ ବିଘ୍ନ ମନା ସୁଖେଷୁ ବିଗତ ସୁର ବିତରାଗ ଭୟ କ୍ରୋଧ ସ୍ଥିରତି ମୁନି। ଆମେ ସମସ୍ତେ ମନକୁ ଆୟତ କଲେ ଆମେ ମୁନି ହବା। ଆମେ ଖାଲି ସେଇ କର୍ଣ୍ଣ କଥା ଗପୁଥିବା। କର୍ଣ୍ଣ ଏମିତି ଜାଣିଥିଲେ, ତମେ ଦେଖିଛ କର୍ଣ୍ଣଙ୍କ ଘର ଦେଖିଛ? ମୁଁ ସେ ସବୁ କଥା କିଛି ନାହିଁ, ମୁଁ ବାସ୍ତବବାଦୀ। ମୁଁ ଦ୍ୱୈତବାଦୀ ନୁହେଁ, ଅଦ୍ୱୈତବାଦୀ ନୁହେଁ। ଅକୃତିଆ ବାବୁ ମାନେ ଭାବୁଥିବେ ଇଏ ଜଣେ ଆଉ ଗୋଟେ କ'ଣ ବାଦୀ ଭାବୁଥିବେ, ମହାନ୍ତି ବାବୁ ଭାବୁଥିବେ, କିନ୍ତୁ ମୁଁ କୋଉ ବାଦୀ ନୁହେଁ। ମୁଁ ହେଉଛି ବାସ୍ତବ। ମୁଁ ବାସ୍ତବ କଥାଟାକୁ ସବୁବେଳେ ମନେ ପକାଏ ଏବଂ ସେଇଟାକୁ ହିଁ ଆଚ୍ଛା କର୍ଣ୍ଣ ତ ସବୁ ଦାନ କରି ପକେଇଲେ, ତ ଏଇଟାକୁ କିଏ ଦାନ କରି? ଯେଉଁଠି କଟକ ସଂଘ ଆଜି ବସିଛି, ଯେଉଁଠି ଯୋଗ ହଉ ଆମର ବେଶୀ ବଡ଼ ଜାଗା ହେଇପାରିଲାନି, ଟିକେ ଲୋକ କମ୍ କରିବେ। ଏଇ ଜାଗା ଯୋଗ ହଉଛି, ଏଠି ନାମ ହଉଛି, ଏଠି ଗୁରୁଦେବଙ୍କର ପୂଜା ହଉଛି, ଆମେ ସବୁ ଆଉଛୁ ଖାଉଛୁ ବୁଲୁଛୁ ଯାଉଛୁ। ମୁଁ ମୋର ଖାଇ ପିଇ ଦେଇକି ମୋର ଚାଲିଯିବା କଥା, କୋଉଠୁ ପଇସା ହଉଛି କିଏ ଦଉନି କ'ଣ କରି ବୁଝିଯାଏ। ତେବେ ଇଏ କ'ଣ ଛୋଟିଆ କଥା? ଖାଲି ରାଜା ହରିଶ୍ଚନ୍ଦ୍ର କର୍ଣ୍ଣ ଆଞ୍ଚଳିକ କଥା କୁହାଯିବ ନାଇଁ। ଏଇ ଯୋଉ ଭାଇ ଭଉଣୀ ଦୁଇ ଜଣ ପ୍ରଣବାନନ୍ଦ ଆଉ ଯୋଗମାୟା, ଏଇ ଯୋଉ ଦୁଇ ଜଣଙ୍କର ଏଇ ଯୋଉ ଅପୂର୍ବ ମାନେ ଦାନ କରି ବଳି ଦାନ କରୁଥିଲେ। ବଳି ଦାନ କରୁଥିଲେ କାହିଁକି ଦାନ କରୁଥିଲେ? ସେ ଦାନ କରୁଥିଲେ କେବଳ ସ୍ୱର୍ଗରେ ଇନ୍ଦ୍ରପଦ ଲାଭ। ଆଉ ସେ କି ଜାଣେ? ସେଇଥିପାଇଁ ଭଗବାନ ବାମନ ଅବତାରରେ ଆସି ତାଙ୍କୁ ମାନେ ପାତାଳକୁ ନେଲେ। ପାତାଳ ଫାତାଳ କିଛି ନୁହେଁ, ପାଦ ତଳେ ସ୍ଥାନ। ଜୀବନରେ ଆମେ କ'ଣ ସବୁ ବାସ୍ତବକୁ ଦେଖ, ସବୁବେଳେ ଇଏ କରନା, ମୁହଁ ବୁଲେଇକି ଚାଲିଯା, ବାସ୍ତବକୁ ଦେଖ। ଗାଡ଼ିରେ ଗଲାବେଳେ ମୁଁ ଗୋଟେ ବାସ୍ତବ ରୂପ ଦେଖି ମତେ କାନ୍ଦ ମାଡ଼େ। ଗାଈଟା ମରିକି ପଡ଼ିଛି, ତାକୁ ଗାଡ଼ି ବାଛୁରୀଟି ତା ପାଖରେ ଶୋଇଛି, ବାଛୁରୀ ତାକୁ ଚାଟୁଛି। ଆଜି ବି ସେଇ ପ୍ରେମ ପଶୁ ପାଖରେ ଅଛି, କିନ୍ତୁ ଆଜି ଆମ ଭଳି ମାନେ ଆମ ଭଳି ଗୋଟେ ଛୋଟିଆ ଲୋକ ପାଖରେ ସେଭଳି ଭଲ ମିଳିବ। ଏଠି ଜଣେ ମୋ ପାଖରେ ଜଣେ ବାବାଜୀ ବସିছে, ଖୁବ୍ କମ୍ ଦିନ ହେଲା ଆମ ପାଖକୁ ଆସିଛନ୍ତି। ନର୍ମଦା କୂଳର ଅଖଣ୍ଡମଣ୍ଡଳେଶ୍ୱର ଧାମରେ, ଆମର ଆଶ୍ରମରେ, ଧାମ କହିଲେ ଭୁଲିଗଲେ, କିନ୍ତୁ ସେ ଗୋଟେ ଆଶ୍ରମରେ ସେ ବର୍ତ୍ତମାନ ଦାୟିତ୍ୱ ଦିଆହେଇଛି। ସେ ଗଲେ ପାଇକା ନଦୀକି ପରିକ୍ରମା କଲେ, ଚିତ୍ରକୂଟ ନଦୀକି ପରିକ୍ରମା କଲେ, ପ୍ରାଚୀ ନଦୀକି ପରିକ୍ରମା କଲେ, ଜଗନ୍ନାଥଙ୍କ ଧାମକୁ ପରିକ୍ରମା କଲେ, ଫେରି ଆସିଲେ। ବର୍ତ୍ତମାନ ସେ ଯିବେ, ପାପଟା କୋଉଠି ରହିବ, ତା ଘର କୋଉଠି, ସେ କ'ଣ ଏତେ ଖେଚଡ଼ ଗୁଡ଼ା ଆମେ ଏତେ ଆଡ଼େ ପରିକ୍ରମା କରି ସାରିଲୁ, ତମେ ଆସିକି ଆମ ପାଖରେ ପୁଣି ପହଞ୍ଚୁଛ। ତେଣୁ ମନ ଜାଣୁ ପାପ ପାପ ଭିତରେ ଯୋଉ ଶବ୍ଦଟି ଦିନେ ବୁଝୁଣା, ପାଦ ପଦ୍ମ। ଆଉ କ'ଣ କହୁଛ ବସିକି ପାପ ପାପ ପାପ? ତମକୁ ପାପ କରି ଆସେ ନା କି ପାପକୁ ବର୍ଣ୍ଣନା ବି କରି ଆସେ? ଗୀତଟିଏ ଭଳିଆ ଲେଖିନି କ'ଣ ଲେଖିବୁ ନା, ପାଦ ପଦ୍ମେ
ପାପ। প্রত্যেক দিন গুরু মন্ত্র জপ কর, ঠিক সময়ে প্রার্থনা কর, সঠিক সময়ে সংঘ কর, কাউ কাউ হোনা ଆଉ ସାଧୁ ସଙ୍ଗ କର। ଇଏ ବର୍ତ୍ତମାନ ମତେ ଉଦ୍ଧାର କଲେ। ମୋ ଶିଷ୍ୟ ମୁଁ କହୁଛନ୍ତି ତାଙ୍କୁ, ସେ ମତେ ଆଗ ଉଦ୍ଧାର କଲେ। ସେ ପରିକ୍ରମା କଲେ, କିନ୍ତୁ ମୁଁ ବର୍ତ୍ତମାନ ପୁଣ୍ୟବନ୍ତ ହେଲି। ତାଙ୍କ ବାପ ମା ଯିଏ ଜନ୍ମ ଦେଇଥିଲେ ସ୍ୱର୍ଗରେ ସବୁ ଥିଲେ କି ଯୋଉଠି ଥିଲେ, ସେ ବି ଉଦ୍ଧାର ହେଲେ ଏବଂ ବସୁମାତା ଧନ୍ୟ ହେଲା। ଗୋପାଳ ଭାଇ ଆମର କହୁଥିଲେ କୌଣସି ବଳରାମ ସବୁ ତୀର୍ଥ କାଳେ ବୁଲିଥିଲେ, ପ୍ରକୃତ ବୁଲିଥିଲେ ତୀର୍ଥମାନଙ୍କୁ ଉଜ୍ଜୀବିତ କରିବା ପାଇଁ। ସେ ତୀର୍ଥ ଗୁଡ଼ିକ ମଧ୍ୟ ଉଜ୍ଜୀବିତ। ଏଇ ସବୁ ଜୀବନର ବହୁତ ଆଜି ବି ମୋର ମନେ ପଡୁଛି, ଆମେ କେତେ ଜଣ ମିଶି କିଷାନ ଆଉ ସଞ୍ଜୟ ତାର ପରିବାର, କିଷାନର ପରିବାର, ଆଉ ସବୁ କାହା ପରିବାର ମୋର ମନେ। ଆମେ ଦ୍ୱାରିକା ଯାଇକି ଉଠା ଫୁଟା ଏମିତି ବୁଲିବାନି, ମୁଗ ଗଡ଼ା ବାଗୁଆଙ୍କର ଯେଉଁ ମୁଗ ଗଡ଼ା ସେଆକୁ ଖାଇ ଖାଇକି ଯାଇକି ସିଏ ସବୁ ଆନନ୍ଦ ସୃଷ୍ଟି କରେ। ଖାଲି କ'ଣ ସଂଘ କରିଦେଲା ଆଉ ସଂଘ ସେଇଟା ମାନେ ବସିବାର ଅଭ୍ୟାସ କରୁଛନ୍ତି, କିନ୍ତୁ ମଝିରେ ମଝିରେ ଗୁରୁ ଭାଇ ଭଉଣୀ ମିଶି କୌଣସି ଗୋଟେ ପିକନିକ୍ କରିବାକୁ ଯିବ, ଏଇଟା ବେକାରିଆ କଥା। ଆଉ ଯଦି ପିକନିକ୍ କରିବାକୁ ଯିବ ଡାଲମା ଭାତ କି ଡାଲି ଭାତ ଆଉ କିଏ ଗୋଟେ କ'ଣ କରିବ। ତେବେ ଏଇସବୁ ଜିନିଷକୁ ମୋର ମନେ ପଡ଼େ। ମୁଁ ଗୋଟେ ଏବେ ଦେଖୁଛି ଆମ ପ୍ରଣବାନନ୍ଦ ମନୁ ଭାଇଟାକୁ ଟିକେ ଆମେ ସମୟ ପାଉନୁ, ସିଏ ବି ଟିକେ ଜଞ୍ଜାଳରେ ରହୁଛି, ମୁଁ ତ ପୁରା ପାଗଳ ବର୍ତ୍ତମାନ। ମୋତେ ଏତେ ବ୍ୟସ୍ତ ଲାଗିଲାଣି, ଆପଣମାନଙ୍କର ଜଞ୍ଜାଳ ମୋତେ ପୁରା ବ୍ୟସ୍ତ କରେ। ମୁଁ ଆଉ ରାତିରେ ବେଶୀ ଶୋଇପାରୁନି ନା କିଛି ନାହିଁ। କିଏ ବାହା ହେଲାଣି, କିଏ ଗାଗୁଛା ବାହା ହେଇକି ଛାଡ଼ିଗଲାଣି, କିଏ କୋଉଠି କୁଆଡ଼େ କିଏ ଗଲା ଏଇ କଥା ବୁଝି ମାନେ ମୁଁ ପୁରା ମାନେ ଅନ୍ୟମନସ୍କ କଥା ଗୁଡ଼ିକ ଭୁଲି ଯାଉଛି। ସତ କଥାଟା ବି ମୁଁ କହୁଛି। ଯାହା ବି ହଉ, ଆମ ଜୀବନ ଆପଣମାନଙ୍କ ପାଇଁ ଜନ୍ମ ହେଇଥିଲା, ଆପଣମାନଙ୍କ ପାଇଁ କର୍ମ କରି ଶେଷରେ ଦୁନିଆରୁ ଆମେ ଯିବା। ସମସ୍ତେ ଆଜି ଆମେ ଦେଖୁଛୁ, ଆମ ପିଲାମାନେ ଦେଖୁଛୁ କେତେ ଆନନ୍ଦ। କ'ଣ ଆମର ଦରକାର? ଆମେ ଗୋଟେ କୀର୍ତ୍ତନ ପାର୍ଟି ଆଣିଲୁ, ଆମର ଏଇଠି ପକାପକା କୋଉଠି ହେଲା 30,000 ଟଙ୍କା ନେଲେ। ମୁଁ ଶୁଣିକି କରିବି 30,000 ଟଙ୍କା ଦେଇନେଲେ। ଏଇ ଆମର ଏଠି ଆମର ବୃଦ୍ଧଙ୍କ କରୁଛନ୍ତି ଦୀପକ ବାବୁ, ଆରମ୍ଭ ମଣ୍ଟୁ ଭାଇ ଆଉ ଆମର କୀର୍ତ୍ତନ ଭାଇ। ସେ ଯେଉଁ ଗୀତ ବୋଲୁଛି, ମୁଁ ସେ ଗୀତକୁ ଲେଖିଛି ବୋଲି ମଧ୍ୟ ମୁଁ ଭାବିପାରେ। ମୁଁ ଲେଖିଛି କେତେବେଳେ, କିନ୍ତୁ ସେ ଗୀତ ଗୁଡ଼ିକ ସେ ସଂଗ୍ରହ କରି ତାକୁ କହୁଛି। କିନ୍ତୁ କ'ଣ ଆମର ଦରକାର? ଆମେ ମାନେ ଭାଗବତ ଶୁଣିବୁ, ଆମର ଗୋପାଳ ଭାଇ କହିବ ଆମେ ଶୁଣିବୁ। କ'ଣ ଆମ କାଳିଆନନ୍ଦା ବି ଭାଗବତ କହିବେ, ତାକୁ ଡାକିକି ସୁନ୍ଦର ଭାବରେ କହିବେ। ଜୀବନ ଆମର ଧନ୍ୟ ହେଇଛି ସେଇ ଉତ୍କଳ ଜନନୀର ପାଦ ତଳେ ବ୍ରହ୍ମ ଦାରୁଙ୍କର ଦର୍ଶନରେ, ଶିଶୁ ଅନନ୍ତଙ୍କ ଆଶୀର୍ବାଦରେ, ଆଉ ମୋ ଗୁରୁଦେବଙ୍କର ଅସୀମ ସ୍ନେହ ମମତାରେ ଆଜି ଆମମାନଙ୍କର ଜୀବନ ଧନ୍ୟ ହେଇ ଆପଣମାନେ ଏଇ ଧନ୍ୟତାକୁ ଆପଣମାନେ କୋଠା କରିଥିବେ, ଟଙ୍କା ରଖିଥିବେ ବ୍ୟାଙ୍କରେ, ଆଉ ସବୁ ଏଗୁଡ଼ା ସବୁ କରିଛେ, ବହୁତ କରିଥିବେ, ସୁନା ଗହଣା ବି କରିଥିବେ। କିନ୍ତୁ ଜୀବନରେ ଯେତେ ପାଇଲେ ବି ନିଧି
ଇଏ ତାପରେ କ'ଣ ଗୁରୁ ବିନା କେହି ନୁହନ୍ତି ମଶା। ଆଗରୁ କ'ଣ ତମେ ସବୁ କରୁଛ କୋଠା ବାଡ଼ିଆ ପୁରେଇକି ନେବ ନା କ'ଣ? ସ୍ମୃତି ରହିଯିବ। ତେବେ ଦୁଃଖରେ ସୁଖରେ ଗୁରୁଙ୍କୁ, ଗୁରୁ ମନ୍ତ୍ରକୁ, ଇଷ୍ଟବଙ୍କୁ, ଇଷ୍ଟ ମନ୍ତ୍ରକୁ ଭୁଲିବେ ନାହିଁ। କଥାଟି ଏଇଠି ରଖିଲେ ମୁଁ ଭାରି କହିପାରୁନି, ଆଉ ସତରେ ବି କହିପାରୁନି। କାଲି ଜମା କହିପାରୁନଥିଲି, ହେଲି ଡର ମାନେ ମୁଁ ଜବରଦସ୍ତି ବସେଇଲି। ମୁଁ କହିଲି ମୁଁ ଏଇଠି ବସିବି, ମୋତେ ସବୁ ବୁଝେଇଦେଲେ ଆମ ଖଣ୍ଡ ଯାକ ସେଇଠି ବସିବି। ମଣ୍ଟୁ ଭାଇ ତ ବେଶୀ ବୁଝେ ନା, ତେଣୁ ମୁଁ ମୋର କଥା ଟିକେ କହିପାରୁନି। ଆଉ କିଛି ଦିନ ଟିକେ ବିଶ୍ରାମ ନେଲେ ଭଲ ହେଇଯିବ। ସମସ୍ତେ ଭଲରେ ରହନ୍ତୁ। ବୋଲ ଆନନ୍ଦ ଦେବା। ଜୟ ଜୟ ରାଧା ରାଧା।